পবিত্রাত্মা আমরি হৃদয়ে বিরাজ সত্য দান সম্পদে। হে পবিত্রাত্মা আমরি হৃদয়ে বিরাজ সত্য দান সম্পদে। জারি তুমর প্রেম নଳ হৃদୟ ଆମ କର ନିର୍ମଳ। ଡରରେ ଯେ ପାପ କାଳିମା ପୂର୍ଣ୍ଣ କର ଆମ ମନସ୍କାମନା। ହେ ପବିତ୍ରାତ୍ମା ଆମରି ହୃଦେ ବିରାଜ ସପ୍ତ ଦାନ ସମ୍ପଦେ। ସତ୍ୟ ବିଶ୍ୱାସେ ରକଟଳ ହୃଦୟ ଆମ କର ସବଳ। ଭ୍ରାନ୍ତ ମତେ ନ ଯାଉ ଦେଶରେ ଏହି ମାଗୁଣି ତବ ଶ୍ରୀ ଚରଣେ। ହେ ପବିତ୍ରାତ୍ମା ଆମରି ହୃଦେ ବିରାଜ ସପ୍ତ ଦାନ ସମ୍ପଦେ। আমি প্রার্থনা করিবা। প্রভু যীশু ଖ୍ରୀଷ୍ଟ, ତୁମ୍ଭେ ନିଜେ 3 ଦିନ କବର ମଧ୍ୟରେ ରହି ତୁମ ଭକ୍ତଙ୍କ ସମାଧି ଗୁଡ଼ିକୁ ପୂତ ପବିତ୍ର କରିଛ। ସମାଧି ଗର୍ଭରେ ସେମାନଙ୍କର ମର ଶରୀର ଧୂଳିସାତ ହେଲେ ସୁଦ୍ଧା ତୁମ୍ଭ ପରି ଦିନେ ସେମାନେ ମଧ୍ୟ ପୁନର୍ଥିତ ହେବେ ବୋଲି ଦୃଢ଼ ଆଶା ପୋଷଣ କରନ୍ତି। ତୁମ୍ଭେ ସଦୟ ହୋଇ ଏହି କବର ପ୍ରତି ଦୃଷ୍ଟିପାତ କର। ତୁମ୍ଭେ ହିଁ ପୁନରୁତ୍ଥାନ ଓ ଜୀବନ। ତୁମର ଏହି ପୁତ୍ରଙ୍କୁ ସଗୌରବେ ପୁନର୍ଥିତ କରିବା ପର୍ଯ୍ୟନ୍ତ ଏହି କବରରେ ଶାନ୍ତିରେ ବିଶ୍ରାମ ଦିଅ। ହେ ପ୍ରଭୁ ଯୀଶୁ ଖ୍ରୀଷ୍ଟ, ତୁମ ଦିବ୍ୟ ଆଲୋକ ଦର୍ଶନର ସୌଭାଗ୍ୟ ଏହି ପୁତ୍ର ଜାବେଦଙ୍କୁ ପ୍ରଦାନ କର, ଯେଉଁଠାରେ ତୁମ୍ଭେ ଯୁଗେ ଯୁଗେ ଜୀବନ ଧାରଣ ଓ ରାଜତ୍ୱ କରୁଅଛ। ଆମେନ୍। ସର୍ବଶକ୍ତିମାନ ପରମେଶ୍ୱର ଆମର ଭାଇ ଜାବେଦଙ୍କୁ ଏହି ସଂସାରରୁ ନିଜ ନିକଟକୁ ଡାକି ନେଇଛନ୍ତି। ଏଣୁ ମାଟିରେ ଗଢ଼ା ୟାଙ୍କର ମୃତ ଦେହକୁ ଆମେ ମାଟିରେ ହିଁ କବର ଦେଇସାରିଛୁ। ଖ୍ରୀଷ୍ଟ ହିଁ ମୃତଙ୍କ ମଧ୍ୟରୁ ପ୍ରଥମ ପୁନର୍ଥିତ। ଆମେ ବିଶ୍ୱାସ କରୁ ଯେ ସେ ନିଜର ମହିମାମୟ ଦେହର ସାଦୃଶ୍ୟରେ ଆମର ନଶ୍ୱର ଦେହକୁ ରୂପାନ୍ତରିତ କରିବେ। ଆମେ ଆମର ଏହି ଭାଇ ଜାବେଦଙ୍କୁ ଖ୍ରୀଷ୍ଟଙ୍କ ନିକଟରେ ସମର୍ପଣ କରିବା। ପ୍ରଭୁ ତାଙ୍କୁ ଚିରଶାନ୍ତି ଧାମରେ ଉପନୀତ କରନ୍ତୁ ଏବଂ ଅନ୍ତିମ ଦିବସରେ ସେ ୟାଙ୍କର ଦେହକୁ ପୁନର୍ଥିତ କରନ୍ତୁ। ଆମର ଘୋଷା ହେବ, ରଖ ଭରସା ପ୍ରଭୁଙ୍କଠାରେ ଓ ସାହସୀ ଦୃଢ଼ ମନରେ। ପ୍ରଭୁ ଅଟନ୍ତି ମୋର ଜ୍ୟୋତି ତଥା ପରିତ୍ରାଣ, ମୁଁ କାହାକୁ ଭୟ କରିବି? ପ୍ରଭୁ ଅଟନ୍ତି ମୋ ଜୀବନର ଦୁର୍ଗ, ମୁଁ କାହା ପ୍ରତି ଭୟକାନ୍ତର ହେବି? ଘୋଷା, ମୁଁ ପ୍ରଭୁଙ୍କ ନିକଟରେ ଗୋଟିଏ ବିଷୟ ପ୍ରତି ପ୍ରାର୍ଥନା କରେ। ମୁଁ ଏକ ବିଷୟର ସନ୍ଧାନ କରେ। ମୁଁ ଯେପରି ଆଜୀବନ ପ୍ରଭୁଙ୍କ ଆଳୟରେ ବସବାସ କରେ, ମୁଁ ଯେପରି ପ୍ରଭୁଙ୍କର ସୌନ୍ଦର୍ଯ୍ୟ ଦର୍ଶନ କରେ, ମୁଁ ଯେପରି ପ୍ରଭୁଙ୍କ ଆଳୟରେ ତାହାଙ୍କର ବିଶ୍ୱ ସନ୍ଧାନ କରେ। ଘୋଷା, ମୋର କ୍ଲେଶ ସମୟରେ ତାହାଙ୍କ ଆଳୟରେ ସେ ମୋତେ ଆଶ୍ରୟ ଦେବେ। ମୋତେ ତାହାଙ୍କ ଶିବିରରେ ଗୋପନ ରଖିବେ। ଉଚ୍ଚ ଶୈଳ ଉପରେ ସେ ମୋତେ ଦଣ୍ଡାୟମାନ କରିବେ। ଆମର ଘୋଷା, ହେ ପ୍ରଭୁ, ମୁଁ ଯେବେ ଉଚ୍ଚ ସ୍ୱରରେ କ୍ରନ୍ଦନ କରି ଡାକିବି, କରୁଣାପୂର୍ବକ ମୋର ନିବେଦନ ଶ୍ରବଣ କର। ତୁମ ପ୍ରତି ମୋର ହୃଦୟ କଥା କହିଅଛି, ତାହାଙ୍କ ମୁଖର ଅନ୍ୱେଷଣ କର। ଘୋଷା, ହେ ପ୍ରଭୁ, ମୁଁ ତୁମ୍ଭ ମୁଖର ଅନ୍ୱେଷଣ କରେ। ତୁମ ମୁଖକୁ ଲୁକାୟିତ କରି ରଖ ନାହିଁ। କ୍ରୋଧର ସହ ତୁମ ଦାସୀକୁ ବହିଷ୍କୃତ କର ନାହିଁ। ତୁମେ ମୋର ସହାୟକ ହୋଇଅଛ। ଘୋଷା, ମୋର ସହାୟକ ହେ ଈଶ୍ୱର, ମୋତେ ଉପେକ୍ଷା କିମ୍ବା ପରିତ୍ୟାଗ କର ନାହିଁ। ଯଦିଓ ମୋର ପିତାମାତା ମୋତେ ପରିତ୍ୟାଗ କରିବେ, ତଥାପି ପ୍ରଭୁ ମୋତେ ଗ୍ରହଣ କରିବେ। ଘୋଷା, ଆମେ ଆମର ଭାଇ ଜାବେଦଙ୍କ ସକାଶେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନିକଟରେ ପ୍ରାର୍ଥନା କରିବା। ସେ କହନ୍ତି, ମୁଁ ହିଁ ପୁନରୁତ୍ଥାନ ଓ ଜୀବନ।
ଯେ କେହି ମୋ ଠାରେ ବିଶ୍ୱାସ କରେ ସେ ମୃତ୍ୟୁ ହେଲେ ହିଁ ଜୀବିତ ରହିବ। ପ୍ରତ୍ୟେକ ଜୀବିତ ବ୍ୟକ୍ତି ଯେ ମୋ ଠାରେ ବିଶ୍ୱାସ ରଖେ ସେ କେବେ ହିଁ ଅନନ୍ତ ମୃତ୍ୟୁ ଯନ୍ତ୍ରଣା ଭୋଗିବ ନାହିଁ। ପ୍ରଭୁ ଆମର ଭାଇ ଜାବେଦ ତୁମ୍ଭ ଶରୀର ଓ ହୃଦୟର ଭଜନ ଦ୍ୱାରା ପରିପୁଷ୍ଟ ହୋଇଥିଲେ ତୁମର ସ୍ୱର୍ଗୀୟ ରାଜ୍ୟର ଦିବ୍ୟ ଭୋଜିରେ ତାଙ୍କୁ ଅଂଶୀଦାର କର। ଏହା ଆମର ସବିନୟ ପ୍ରାର୍ଥନା। ଆମର ଭରସା ଓ ହେ ପ୍ରଭୁ ଆମର ପ୍ରାର୍ଥନା ଶ୍ରବଣ କର। ପ୍ରଭୁ ତୁମ୍ଭେ ମୃତ୍ୟୁ ବନ୍ଧୁ ଲାଜାରଙ୍କ ସକାଶେ କାନ୍ଦିଥିଲ, ଆଜି ଆମର ଏହି ଦୁଃଖରେ ଆମକୁ ସାନ୍ତ୍ୱନା ଦିଅ। ଏହା ଆମର ବିନମ୍ର ପ୍ରାର୍ଥନା। ପ୍ରଭୁ ତୁମେ ମୃତ ଲୋକଙ୍କୁ ପୁନର୍ଜୀବିତ କରିଥିଲ, ଆମର ଏହି ଭାଇ ଜାବେଦଙ୍କୁ ଅନନ୍ତ ଜୀବନ ପ୍ରଦାନ କର। ଏହା ଆମର ବିନମ୍ର ପ୍ରାର୍ଥନା। ପ୍ରଭୁ ତୁମ୍ଭେ ଅନୁତପ୍ତ ଦୋଷୀକୁ ସ୍ୱର୍ଗ ରାଜ୍ୟର ପ୍ରତିଶ୍ରୁତି ଦେଇଥିଲ, ଆମର ଏହି ଭାଇ ଜାବେଦଙ୍କୁ ସ୍ୱର୍ଗ ସୁଖ ଧାମରେ ଉପନୀତ କର। ଏହା ଆମର ବିନମ୍ର ପ୍ରାର୍ଥନା। ପ୍ରଭୁ ଆମର ଭାଇ ଜାବେଦ ଦୀକ୍ଷା ସ୍ନାନ ଜଳରେ ପ୍ରକ୍ଷାଳିତ ଓ ପବିତ୍ର ମୁକ୍ତି ତୈଳ ଲେପନରେ ଅଭିଷିକ୍ତ ହୋଇଥିଲେ, ତୁମର ଏହି ମନୋନୀତ ସାଧୁସାଧ୍ୱୀଙ୍କ ମଧ୍ୟରେ ତାହାଙ୍କୁ ପରିଗଣିତ କର। ଏହା ଆମର ବିନମ୍ର ପ୍ରାର୍ଥନା। ପ୍ରଭୁ ଆଜି ଆମେ ଆମର ଭାଇ ଜାବେଦଙ୍କ ମୃତ୍ୟୁ ସମାଧିରେ ସକାତର ଆମକୁ ସାନ୍ତ୍ୱନା ଦିଅ। ତୁମ୍ଭଠାରେ ଆମର ବିଶ୍ୱାସ ହିଁ ଆମର ଆଶ୍ୱାସନର କାରଣ ହେଉ ଏବଂ ଅନନ୍ତ ଜୀବନ ହେଉ ଆମର ଆଶା ଭରସା। ଏହା ଆମର ବିନମ୍ର ପ୍ରାର୍ଥନା। ଆମେ ସମସ୍ତେ ସେ ପୂର୍ଣ୍ଣ ଭରସାରେ ଈଶ୍ୱରଙ୍କୁ ଡାକିବା। ହେ ଆମମାନଙ୍କ ସ୍ୱର୍ଗସ୍ଥ ପିତା, ଆଜି ଆମମାନଙ୍କ ମଧ୍ୟରେ ସାହାଯ୍ୟ ଆମ୍ଭେମାନେ ଯେପରି ନିଜର ଅପରାଧ କ୍ଷମା କର, ତୁମର ସେବକ ଅପରାଧ କ୍ଷମା କର। ପ୍ରଭୁ ଆମର ପରଲୋକଗତ ଭାଇ ଜାବେଦଙ୍କ ନିମନ୍ତେ ଆମର ପ୍ରାର୍ଥନା ଶୁଣ। ସଦା ହୋଇ ତାଙ୍କର ଅପରାଧ କ୍ଷମା କର। ଜୀବିତ ଥିବା ସମୟରେ ସେ ତୁମର ଇଚ୍ଛା ସର୍ବଦା ପାଳନ କରିବାକୁ ଚାହୁଁଥିଲେ ଏବଂ ତାଙ୍କର ଖ୍ରୀଷ୍ଟ ବିଶ୍ୱାସ ସକାଶୁ ସେ ତୁମର ଭକ୍ତ ମଣ୍ଡଳୀ ସହ ସଂଯୁକ୍ତ ଥିଲେ। ଆଜି ତାଙ୍କୁ ତୁମରି କୃପାରେ ସ୍ୱର୍ଗଦୂତ ଓ ସାଧୁସାଧ୍ୱୀଙ୍କ ଗହଣରେ ସ୍ଥାନ ଦିଅ। ଆମର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ମଧ୍ୟସ୍ଥତାରେ ଏହା ଆମର ସବିନୟ ନିବେଦନ। ଉଦ୍ଧାର କର ମୋତେ ପ୍ରଭୁ, ଉଦ୍ଧାର କର ମୋତେ, ଉଦ୍ଧାର କର ମୋତେ ପ୍ରଭୁ, ଉଦ୍ଧାର କର ମୋତେ। ଅନନ୍ତ ମୃତ୍ୟୁ ଦଣ୍ଡରୁ ନରକ ଅଗ୍ନିକୁଣ୍ଡରୁ, ଅନନ୍ତ ମୃତ୍ୟୁ ଦଣ୍ଡରୁ ନରକ ଅଗ୍ନିକୁଣ୍ଡରୁ ଉଦ୍ଧାର କର ମୋତେ, ଉଦ୍ଧାର କର ମୋତେ